ଭୋକେଶନାଲ ଓଡ଼ିଶାକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଚ୍ଛା, କେବେ ଭାବିଛନ୍ତି କି ଏତେ ସାରା ତଥ୍ୟ ବା ଡାଟାର ସମୁଦ୍ର ଭିତରୁ ଆମକୁ ଦରକାର ଥିବା ଜିନିଷଟା ଠିକ୍ କେମିତି ଖୋଜି ବାହାର କରାଯାଏ? ଯଦି ହଁ, ତେବେ ଆଜିର ଏହି ଆଲୋଚନା ଆପଣଙ୍କ ପାଇଁ। ଆଜି ଆମେ ଡାଟାବେସ୍ ପରିଚାଳନାର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହେବା, ଆଉ ତାହା ହେଉଛି ଡାଟାବେସ୍ କ୍ୱେରି। ତେବେ ଆସନ୍ତୁ ଏହାକୁ ଭଲ ଭାବେ ବୁଝିବା। ଆଜି ଆମେ କ'ଣ ସବୁ ଦେଖିବାକୁ ଯାଉଛେ, ଚାଲନ୍ତୁ ତା ଉପରେ ଗୋଟେ ନଜର ପକାଇବା। ପ୍ରଥମେ ଆମେ ବୁଝିବା କ୍ୱେରି ପ୍ରକୃତରେ କ'ଣ। ତାପରେ ଏହାର କିଛି ମୁଖ୍ୟ ବୈଶିଷ୍ଟ୍ୟ ବିଷୟରେ ଜାଣିବା। ଏହାପରେ ଆମେ କ୍ୱେରି ତିଆରି କରିବାର ଦୁଇଟି ଅଲଗା ଅଲଗା ଉପାୟ ଦେଖିବା। ଗୋଟେ ହେଲା ସରଳ ୱିଜାର୍ଡ ପଦ୍ଧତି, ଆଉ ଅନ୍ୟଟି ହେଲା ଶକ୍ତିଶାଳୀ ଡିଜାଇନ୍ ଭ୍ୟୁ। ଶେଷରେ ଆମେ ଦେଖିବା କିପରି ସଂଖ୍ୟାକୁ ନେଇ ବିଶ୍ଳେଷଣ କରାଯାଏ ଆଉ କେମିତି ତଥ୍ୟ ଆଧାରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ। ତେବେ ଚାଲନ୍ତୁ ଆମର ପ୍ରଥମ ଭାଗରୁ ଆରମ୍ଭ କରିବା। ଡାଟାବେସ୍କୁ ଗୋଟେ ପ୍ରଶ୍ନ ପଚାରିବା, ଏହାର ମାନେ କ'ଣ? ହଁ, ଏହି ଭାଗରେ ଆମେ କ୍ୱେରିର ମୂଳ ଧାରଣାକୁ ବୁଝିବାକୁ ଚେଷ୍ଟା କରିବା। ଯେତେବେଳେ ଆମ ପାଖରେ ବହୁତ ବେଶି ଡାଟା ଥାଏ, ସେତେବେଳେ କ୍ୱେରି ହିଁ ଆମର ସବୁଠୁ ବଡ଼ ସାହାଯ୍ୟକାରୀ ହୋଇଥାଏ। ସିଧା କଥାରେ କହିଲେ କ୍ୱେରି ହେଉଛି ଡାଟାବେସ୍କୁ ପଚରାଯାଇଥିବା ଗୋଟିଏ ପ୍ରଶ୍ନ। କଳ୍ପନା କରନ୍ତୁ ଆପଣଙ୍କ ପାଖରେ ହଜାର ହଜାର ଛାତ୍ରଙ୍କର ରେକର୍ଡ ଅଛି, କିନ୍ତୁ ଆପଣ କେବଳ ସେହି ଛାତ୍ରମାନଙ୍କୁ ହିଁ ଦେଖିବାକୁ ଚାହୁଁଛନ୍ତି ଯେଉଁମାନେ ଗଣିତରେ 90ରୁ ଅଧିକ ମାର୍କ ରଖିଛନ୍ତି। ଏହି କାମଟା ପାଇଁ ଆମେ କ୍ୱେରି ବ୍ୟବହାର କରୁ। କ୍ୱେରି ଆମକୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଲଗେଇ ଡାଟା ଖୋଜିବାରେ ସାହାଯ୍ୟ କରେ ଆଉ ଫଳାଫଳକୁ ଏକ ସୁନ୍ଦର ସଜା ହୋଇଥିବା ଟେବୁଲ ଆକାରରେ ଦେଖାଏ। ଏମିତି ଭାବନ୍ତୁ, ଯେତେବେଳେ ଡାଟା ଏକ ବିଶାଳ ଜଙ୍ଗଲ ପରି ଲାଗେ, ସେତେବେଳେ କ୍ୱେରି ଆମ ପାଇଁ କମ୍ପାସ ଭଳି କାମ କରେ, ଆମକୁ ଠିକ୍ ରାସ୍ତା ଦେଖାଏ। ବର୍ତ୍ତମାନ ଆମେ ଜାଣିଲେ ଯେ କ୍ୱେରି ହେଉଛି ଗୋଟେ ପ୍ରଶ୍ନ, କିନ୍ତୁ ଏହି ପ୍ରଶ୍ନକୁ ଆହୁରି ଶକ୍ତିଶାଳୀ ଆଉ ସଠିକ୍ କରିବା ପାଇଁ ଆମ ପାଖରେ କିଛି ଖାସ୍ ଉପକରଣ ବା ଟୁଲ୍ସ ଅଛି। ତେବେ ଚାଲନ୍ତୁ ସେହି ଟୁଲ୍ଗୁଡ଼ିକ ବିଷୟରେ ଜାଣିବା ଯାହା କ୍ୱେରିକୁ ଏତେ ଉପଯୋଗୀ କରିଥାଏ। ଆସନ୍ତୁ ଏହି ଟୁଲ୍ଗୁଡ଼ିକୁ ଗୋଟି ଗୋଟି କରି ଦେଖିବା। ପ୍ରଥମେ ଆସୁଛି ଫିଲ୍ଡ ଚୟନ। ଏହା ଆମକୁ ସ୍ୱାଧୀନତା ଦିଏ ଯେ ଆମେ ଫଳାଫଳରେ କେବଳ ଆମକୁ ଦରକାର ଥିବା କଲମଗୁଡ଼ିକୁ ହିଁ ଦେଖିବା। ତାପରେ ଆସେ କ୍ରାଇଟେରିଆ। ଏହିଟା ହେଉଛି ଆମର ଫିଲ୍ଟର, ଯାହାଦ୍ୱାରା ଆମେ ନିର୍ଦ୍ଦିଷ୍ଟ ସର୍ତ୍ତ ଲଗେଇ ପାରିବା। ଏହାପରେ ସର୍ଟିଂ ଆମ ଫଳାଫଳକୁ A-Z କିମ୍ବା Z-A କ୍ରମରେ ସଜାଇଥାଏ, ଯାହାଦ୍ୱାରା ତଥ୍ୟ ବୁଝିବା ସହଜ ହୁଏ। ଆଉ ଗୋଟେ ଶକ୍ତିଶାଳୀ ଟୁଲ୍ ହେଉଛି ଗଣନା ବା ଫଙ୍କସନ୍, ଯାହା ସମ୍, ଆଭରେଜ୍ ଭଳି ଗାଣିତିକ କାମ କରିପାରେ। ଗ୍ରୁପିଂ ସମାନ ଧରଣର ରେକର୍ଡକୁ ଏକାଠି କରି ବିଶ୍ଳେଷଣ କରିବାରେ ସାହାଯ୍ୟ କରେ। ଆଉ ଶେଷରେ ଆଲିଆସ୍, ଯାହା ଫଳାଫଳରେ ଥିବା କଲମର ଜଟିଳ ନାଁକୁ ବଦଳେଇ ଏକ ସରଳ ଆଉ ସ୍ପଷ୍ଟ ନାଁ ଦେବାର ସୁବିଧା ଦିଏ। ଏହିସବୁ ମିଶି କ୍ୱେରିକୁ ଏକ ବହୁତ ଶକ୍ତିଶାଳୀ ଟୁଲ୍ରେ ପରିଣତ କରନ୍ତି। ଠିକ୍ ଅଛି, ଏବେ ଆସନ୍ତୁ କ୍ୱେରି ତିଆରି କରିବାର ପ୍ରଥମ ଆଉ ସବୁଠୁ ସହଜ ପଦ୍ଧତି ବିଷୟରେ ଜାଣିବା, ଯାହାର ନାଁ ହେଉଛି ୱିଜେଡ୍। ଯଦି ଆପଣ ଡାଟାବେସ୍ ଦୁନିଆରେ ନୂଆ, ତେବେ ଆଦୌ ଚିନ୍ତା କରନ୍ତୁନି। ୱିଜେଡ୍ ହେଉଛି ଆପଣଙ୍କ ପାଇଁ ସବୁଠୁ ଭଲ ଆରମ୍ଭ। ଏହା ଆମକୁ ପର୍ଯ୍ୟାୟକ୍ରମେ ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍ କରେ, ଯାହାଦ୍ୱାରା ଭୁଲ ହେବାର ସମ୍ଭାବନା ବହୁତ କମିଯାଏ। ଆଗକୁ ଯିବା ଆଗରୁ ଗୋଟେ ଛୋଟ କଥା। ଯଦି ଆମର ଏହି ପ୍ରୟାସ ଆପଣମାନଙ୍କୁ ଭଲ ଲାଗୁଛି, ତେବେ ନିଶ୍ଚୟ ଭୋକେଶନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ସମର୍ଥନ ଆମକୁ ଏହିଭଳି ଅଧିକ ଶିକ୍ଷଣୀୟ ବିଷୟବସ୍ତୁ ଆଣିବାକୁ ପ୍ରେରଣା ଦେବ। ଦେଖନ୍ତୁ, ୱିଜର୍ଡର ପ୍ରକ୍ରିୟାଟା କେତେ ସରଳ। ପ୍ରଥମେ ଆପଣଙ୍କୁ ୟୁଜ୍ ୱିଜର୍ଡ ଟୁ କ୍ରିଏଟ୍ କ୍ୱେରିର ବିକଳ୍ପକୁ ବାଛିବାକୁ ପଡ଼ିବ। ତାପରେ ଆପଣ କେଉଁ ଟେବଲରୁ କେଉଁ ଫିଲ୍ଡ ବା କଲମ ଚାହୁଁଛନ୍ତି ତାହା ବାଛିବେ। ତୃତୀୟ ଷ୍ଟେପ୍ରେ ଆପଣ ଫଳାଫଳକୁ କୌଣସି କ୍ରମରେ ସଜାଇବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିବେ। ଚତୁର୍ଥ ଷ୍ଟେପ୍ଟା ବହୁତ ମହତ୍ୱପୂର୍ଣ୍ଣ। ଏଇଠି ଆପଣ ଫିଲ୍ଟର କରିବା ପାଇଁ ସର୍ତ୍ତ ଲଗେଇବେ, ଯେମିତିକି କ୍ୟାଟେଗୋରୀ ଆଇଡି କେବଳ C01 ହୋଇଥିବା ଦରକାର। ପଞ୍ଚମରେ ଆପଣ କଲମର ନାଁକୁ ଆହୁରି ସ୍ପଷ୍ଟ କରିପାରିବେ। ଆଉ ଶେଷରେ ଷଷ୍ଠ ପଦକ୍ଷେପରେ ଆପଣ କ୍ୱେରିର ଗୋଟେ ନାଁ ଦେଇ ଫିନିଶ୍ ବଟନ୍ ଦବାଇଲେ ଆପଣଙ୍କ ଫଳାଫଳ ତୁରନ୍ତ ପ୍ରସ୍ତୁତ ହୋଇଯିବ। ଦେଖିଲେ ତ କେତେ ସହଜ? ୱିଜାର୍ଡ ତ ବହୁତ ବଢ଼ିଆ, କିନ୍ତୁ ଯେତେବେଳେ ଆମକୁ ଆହୁରି ବେଶି କଣ୍ଟ୍ରୋଲ ଦରକାର ପଡ଼େ କିମ୍ବା କିଛି ଜଟିଳ କାମ କରିବାର ଥାଏ, ସେତେବେଳେ କାମରେ ଆସେ ଡିଜାଇନ୍ ଭ୍ୟୁ। ଏହା ହେଉଛି ଆଡଭାନ୍ସଡ ବ୍ୟବହାରକାରୀଙ୍କ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ। ତେବେ ଆସନ୍ତୁ ଦେଖିବା ଏହା କିପରି କାମ କରେ। ଯେତେବେଳେ ଆପଣ ଡିଜାଇନ୍ ଭ୍ୟୁ ଖୋଲିବେ, ୱିଣ୍ଡୋଟି ଦୁଇଟି ମୁଖ୍ୟ ଭାଗରେ ବଣ୍ଟା ହୋଇଥିବ। ଉପରପଟେ ଆପଣ ଆବଶ୍ୟକ ଟେବୁଲଗୁଡ଼ିକୁ ଯୋଡ଼ିପାରିବେ, ସେ ଗୋଟିଏ ହେଉ କିମ୍ବା 10ଟି। ଏମିତି ଭାବନ୍ତୁ, ଉପରପଟଟା ହେଲା ଆପଣଙ୍କ ଲାଇବ୍ରେରୀ, ଯେଉଁଠି ସବୁ ବହି ଅଛି, ଆଉ ତଳପଟେ ଥାଏ ଡିଜାଇନ୍ ଗ୍ରିଡ୍। ଏଇଟା ହେଲା ଆପଣଙ୍କର ୱାର୍କସପ୍, ଯେଉଁଠାରେ ଆପଣ ସବୁ ନିୟମ ଆଉ ସର୍ତ୍ତ ସ୍ଥିର କରିବେ। ଏବେ ଆସନ୍ତୁ ଏହି ଡିଜାଇନ୍ ଗ୍ରିଡ୍ଟିକୁ ଟିକେ ଭଲ ଭାବରେ ଦେଖିବା। ଫିଲ୍ଡ ଧାଡ଼ିରେ ଆମେ ଆମର ଫିଲ୍ଡ ବାଛିଥାଉ। ଆଲିଆସ୍ରେ ଆମେ ଫିଲ୍ଡର ନୂଆ ନାଁ ଦେଇପାରିବା। ସର୍ଟରେ ଆମେ କ୍ରମ ସ୍ଥିର କରୁ। ଭିଜିବଲ୍ ଚେକବକ୍ସଟା ବହୁତ ମଜାଦାର।
ଏହାଦ୍ୱାରା ଆପଣ ଗୋଟେ ଫିଲ୍ଡ ଉପରେ ସର୍ତ୍ତ ଲଗେଇ ପାରିବେ କିନ୍ତୁ ଚାହିଁଲେ ଫଳାଫଳରେ ସେ ଫିଲ୍ଡଟାକୁ ଲୁଚେଇ ବି ପାରିବେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ରାଇଟେରିଆନ୍ ଧାଡ଼ି, ଯେଉଁଠାରେ ଆମେ ଫିଲ୍ଟରିଂ ପାଇଁ ଆମର ନିୟମ ଲେଖିଥାଉ। ହଁ, ଏଇ କ୍ରାଇଟେରିଆନ୍ ଧାଡ଼ି ହିଁ ହେଉଛି ଡିଜାଇନ୍ ଭ୍ୟୁର ଅସଲି ଯାଦୁ। ଏଇଠି ହିଁ ଆମେ ଡାଟାବେସ୍କୁ ସଠିକ୍ ଭାବରେ କହିଥାଉ ଯେ ଆମକୁ ପ୍ରକୃତରେ କ'ଣ ଦରକାର। ଉଦାହରଣ ସ୍ୱରୂପ, ଯଦି ଆମେ 10ରୁ ଅଧିକ ପଏଣ୍ଟ ପାଇଥିବା ଖେଳାଳିଙ୍କ ତାଲିକା ଚାହୁଁ, ତେବେ ଆମେ ଏଠାରେ >10 ଲେଖିବା। କିମ୍ବା ଯଦି ଆମେ କେବଳ ଭୁବନେଶ୍ୱର ସହରର ଲୋକଙ୍କୁ ଖୋଜୁଛୁ, ତେବେ ଆମେ ସେଠାରେ ଭୁବନେଶ୍ୱର ଲେଖିପାରିବା। ଏହା ଆମକୁ ବହୁତ ସୂକ୍ଷ୍ମ ଆଉ ସଠିକ୍ ଫଳାଫଳ ଦେଇଥାଏ। ଆଉ ଯେତେବେଳେ ଆପଣଙ୍କର ସବୁ ସେଟିଂ ସରିଗଲା, ବାସ୍ କିବୋର୍ଡରୁ F5 ଦବାନ୍ତୁ କିମ୍ବା ରନ୍ କ୍ୱେରି ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଆଉ ଦେଖିବେ କମାଲ। ଆପଣଙ୍କର ପ୍ରଶ୍ନର ଉତ୍ତର ତୁରନ୍ତ ଆପଣଙ୍କ ସାମ୍ନାରେ ଥିବ। ଏପର୍ଯ୍ୟନ୍ତ ଆମେ ତଥ୍ୟ ଖୋଜିବା ଆଉ ଫିଲ୍ଟର କରିବା ବିଷୟରେ ଶିଖିଲେ, କିନ୍ତୁ କ୍ୱେରିର କ୍ଷମତା ଏତିକିରେ ସରିନି। ଆସନ୍ତୁ କ୍ୱେରିର ଆଉ ଗୋଟେ ଶକ୍ତିଶାଳୀ ଦିଗକୁ ଦେଖିବା। କ୍ୱେରି କେବଳ ତଥ୍ୟ ଖୋଜେନି, ଏହା ହିସାବ କିତାବ ବି କରିପାରେ। ଏହି ଭାଗରେ ଆମେ ଦେଖିବା କିପରି ସାଧାରଣ ସଂଖ୍ୟାକୁ ଅର୍ଥପୂର୍ଣ୍ଣ ସୂଚନାରେ ପରିଣତ କରାଯାଇପାରିବ। ଡିଜାଇନ୍ ଭ୍ୟୁରେ ଆମେ ଏହି ଗାଣିତିକ କାମଗୁଡ଼ିକୁ ବ୍ୟବହାର କରିପାରିବା। ସମ୍ ଆମକୁ ଗୋଟେ କଲମର ସମସ୍ତ ସଂଖ୍ୟାର ମୋଟ ଫଳ ଦିଏ, ଯେମିତିକି ମାସକର ମୋଟ ବିକ୍ରି। ଆଭରେଜ୍ ହାରାହାରି ମୂଲ୍ୟ ବାହାର କରେ, ଯେମିତିକି ଛାତ୍ରମାନଙ୍କର ହାରାହାରି ମାର୍କ। ମିନ୍ ଏବଂ ମ୍ୟାକ୍ସ ଆମକୁ ଯଥାକ୍ରମେ ସବୁଠୁ ଛୋଟ ଆଉ ସବୁଠୁ ବଡ଼ ମୂଲ୍ୟ ଖୋଜିବାରେ ସାହାଯ୍ୟ କରନ୍ତି। ଆଉ କାଉଣ୍ଟ ମୋଟ କେତୋଟି ରେକର୍ଡ ଅଛି ତାହା ଗଣିଥାଏ। ତଥ୍ୟ ବିଶ୍ଳେଷଣ ପାଇଁ ଏହି ଫଙ୍କସନ୍ଗୁଡ଼ିକ ଅତ୍ୟନ୍ତ ଉପଯୋଗୀ। ଏବେ କଳ୍ପନା କରନ୍ତୁ, ଆପଣ କେବଳ ମୋଟ ହାରାହାରି ନୁହେଁ, ବରଂ ପ୍ରତ୍ୟେକ ବର୍ଗ ବା କ୍ୟାଟେଗୋରୀ ପାଇଁ ଅଲଗା ଅଲଗା ହାରାହାରି ଜାଣିବାକୁ ଚାହୁଁଛନ୍ତି। ଏଥିପାଇଁ ଆମେ ଗ୍ରୁପ୍ ବିକଳ୍ପ ବ୍ୟବହାର କରୁ। ଏହା ଆମ କାମକୁ ବହୁତ ସହଜ କରିଦିଏ। ତଥ୍ୟକୁ ବିଭିନ୍ନ ଗୋଷ୍ଠୀରେ ଭାଗ କରି ପ୍ରତ୍ୟେକ ଗୋଷ୍ଠୀ ପାଇଁ ପୃଥକ୍ ଭାବେ ଗଣନା କରିବାର ସୁବିଧା ଦିଏ। ଚାଲନ୍ତୁ ଗୋଟେ ପ୍ରକୃତ ଉଦାହରଣ ନେବା। ଆମେ ଏମିତି ଏକ ପ୍ରଶ୍ନର ଉତ୍ତର ଦେଇପାରିବା, ପ୍ରତ୍ୟେକ ଇଭେଣ୍ଟ କ୍ୟାଟେଗୋରୀ ଯେପରିକି ଆଥଲେଟିକ୍ସ କିମ୍ବା ଫିଲ୍ଡ ଗେମ୍ସ ପାଇଁ ହାରାହାରି ପଏଣ୍ଟ ସ୍କୋର କେତେ। ଏହିପରି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମେ କ୍ୟାଟେଗୋରୀ ଫିଲ୍ଡକୁ ଗ୍ରୁପ୍ କରିବା ଏବଂ ପଏଣ୍ଟ ଫିଲ୍ଡରେ ଆଭରେଜ୍ ଫଙ୍କସନ୍ ବ୍ୟବହାର କରିବା। ଦେଖିଲେ ତ କ୍ୱେରି କିପରି କଞ୍ଚା ତଥ୍ୟରୁ ଅର୍ଥପୂର୍ଣ୍ଣ ସୂଚନା ବାହାର କରିପାରେ। ତେବେ ଆମେ ଏ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେ। ଆମେ କ୍ୱେରିର ମୂଳ ଧାରଣାଠାରୁ ଆରମ୍ଭ କରି ଏହାର ଜଟିଳ ବ୍ୟବହାର ପର୍ଯ୍ୟନ୍ତ ଅନେକ କିଛି ଶିଖିଲେ। ଏହି ଭାଗରେ ଆମେ ଦେଖିବା ଯେ କ୍ୱେରିର ପ୍ରକୃତ ଉଦ୍ଦେଶ୍ୟ କ'ଣ ଆଉ ସଠିକ୍ ପ୍ରଶ୍ନ ପଚାରିବାର ଶକ୍ତି କେତେ। ତେବେ ପ୍ରଶ୍ନ ଉଠୁଛି, କେତେବେଳେ ୱିଜାର୍ଡ ଆଉ କେତେବେଳେ ଡିଜାଇନ୍ ଭ୍ୟୁ ବ୍ୟବହାର କରିବା? ଉତ୍ତରଟା ବହୁତ ସରଳ। ଯଦି କାମଟି ସହଜ କିମ୍ବା ଆପଣ ଡାଟାବେସ୍ରେ ନୂଆ, ତେବେ ୱିଜାର୍ଡ ହିଁ ସବୁଠୁ ଭଲ। କିନ୍ତୁ ଯଦି ଜଟିଳ ବିଶ୍ଳେଷଣ କରିବାର ଅଛି, ଗଣନା କରିବାର ଅଛି କିମ୍ବା ତଥ୍ୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦରକାର, ତେବେ ଡିଜାଇନ୍ ଭ୍ୟୁ ହିଁ ଏକମାତ୍ର ଉପଯୁକ୍ତ ବିକଳ୍ପ। ଚାଲନ୍ତୁ ଶେଷରେ ଆଜିର ମୁଖ୍ୟ କଥାଗୁଡ଼ିକୁ ଆଉଥରେ ଦୋହରାଇବା। ପ୍ରଥମତଃ, କ୍ୱେରି ହେଉଛି ଡାଟାବେସ୍କୁ ପଚରାଯାଉଥିବା ଏକ ପ୍ରଶ୍ନ। ଦ୍ୱିତୀୟରେ, ଫିଲ୍ଟର, ସର୍ଟ ଏବଂ ଆଲିଆସ୍ ବ୍ୟବହାର କରି ଆମେ ଫଳାଫଳକୁ ଆମ ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରିପାରିବା। ତୃତୀୟରେ, କ୍ୱେରି କେବଳ ତଥ୍ୟ ଖୋଜେ ନାହିଁ, ବରଂ ଗଣନା ମଧ୍ୟ କରିପାରେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ୱେରିରେ ଦକ୍ଷତା ହାସଲ କରିବା ମାନେ କଞ୍ଚା ତଥ୍ୟର ପାହାଡ଼କୁ କାର୍ଯ୍ୟକ୍ଷମ ଏବଂ ମୂଲ୍ୟବାନ ସୂଚନାର ଖଣିରେ ପରିଣତ କରିବା। ଆଜିର ଏହି ଆଲୋଚନା ପରେ ଏବେ ଆପଣଙ୍କ ପାଳି। ଟିକେ ଭାବନ୍ତୁ, ଆପଣଙ୍କ ପାଖରେ ଯେଉଁ ଡେଟା ଅଛି, ସେଥିରୁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମିଳିପାରିବ। ଏହି ନୂଆ କୌଶଳ ବ୍ୟବହାର କରି ସେଥିରୁ କେଉଁ ନୂଆ ଅନ୍ତର୍ଦୃଷ୍ଟି ଆପଣ ପାଇପାରିବେ। ଯଦି ଆପଣ ଏହିପରି ଆହୁରି ଅନେକ ବ୍ୟବହାରିକ କୌଶଳ ଶିଖିବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲ ଭୋକେସନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଆମେ ନିୟମିତ ଭାବେ ଆପଣଙ୍କ କୌଶଳ ବୃଦ୍ଧି ପାଇଁ ନୂଆ ନୂଆ ବିଷୟବସ୍ତୁ ଆଣିଥାଉଁ। ଭୋକେସନାଲ ଓଡ଼ିଶା ସହିତ ଯୋଡ଼ି ହୋଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।